ରାଧେ ରାଧେ। ଗୁରୁ ଗୋବିନ୍ଦଙ୍କର ଚରଣକୁ ଧ୍ୟାନ କରି ତଥା ସମସ୍ତ ଗୁରୁ ଗୁରୁଜନ ମାନଙ୍କର ସାଧୁ ସନ୍ଥ ବୈଷ୍ଣବ ବ୍ରାହ୍ମଣ ମାନଙ୍କର ଆଶୀର୍ବାଦକୁ ପାଥେୟ କରି ଆଜିର ଗୀତାଧ୍ୟାୟକୁ ଆମେ ମାନେ ପ୍ରବେଶ କରିବା। ସର୍ବପ୍ରଥମେ ରାଧାକୃଷ୍ଣଙ୍କର ଚରଣକୁ ବନ୍ଦନା କରିବା, ଯାହାକି ଶ୍ରୀମଦ୍ ଭଗବତ ଗୀତା, ଯାହାଙ୍କର ମୁଖ ନିସୃତ ବାଣୀ କେଉଁଠି ନା ଯୁଦ୍ଧ କ୍ଷେତ୍ରରେ, ରଣାଙ୍ଗନା କ୍ଷେତ୍ରରେ ଯାହାର ବାଣୀ ଅର୍ଜୁନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ, ସେହି ଶିକ୍ଷା ଭିତର ଦେଇ ଯେତେବେଳେ ଅର୍ଜୁନ ଦିବ୍ୟଜ୍ଞାନ ସବୁ ପାଉଛନ୍ତି, ଧୀରେ 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 ତାଙ୍କର ଜ୍ଞାନ ଲୋକ ଖୋଲି ଯାଉଛି। କାହିଁକି ନା କୃଷ୍ଣ ବନ୍ଦେ ଜଗତ। ଆସନ୍ତୁ ଗୀତା ଅଧ୍ୟୟନ ଭିତରକୁ ପଶିବା। ଓମ୍ ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁର୍ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍मै ଶ୍ରୀ ଗୁରବେ ନମଃ। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधाकांत नमोस्तुते। तप्त कांचन गौरांगी श्री राधे वृंदावनेश्वरी वृषभानुसुते देवी प्रणमामि हरि। ଆଜିର ଗୀତା ଭିତରେ ଆମେ ଜାଣିବା ଯୋଗୀ କିଏ, କାହାକୁ ସାଧକ ପୁରୁଷ କୁହନ୍ତି, ଏହି ସବୁ ବିଷୟରେ ଗୀତାଧ୍ୟାୟ କର୍ମ ସନ୍ନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟ ଭିତରକୁ ଆମେ ପ୍ରବେଶ କରି ସାରିଲେଣି। 20 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆଜି ଆଉ କିଛି ଶ୍ଲୋକ ବିଷୟରେ ଜାଣିବା। ବହୁତ ଲୋକ କହୁଛନ୍ତି କି ଗୀତାଟାକୁ ତମେ ତାର ସାଂସ୍କ୍ରିଟର ଓଡ଼ିଆ ଅନୁବାଦ ଏସବୁ ଭିତରେ ଦେଇ ଆମେ ଗୋଟେ ସ୍କୁଲରେ ଯେ ବିଦ୍ୟାର୍ଥୀ ନୁହେଁ ଯେ ସାଂସ୍କ୍ରିଟ ଶ୍ଲୋକଟାକୁ ବୁଝିକିରି ତା ବିଷୟରେ ଜାଣିପାରିବା। ଏଠି କଣ ନା ଗୀତା ପାଠ କରିବା, ଗୀତାଟାକୁ ଆମେ ଓଡ଼ିଆରେ ବୁଝିବା। ଯେହେତୁ ଆମେ ଓଡ଼ିଆ ଲୋକ, ଓଡ଼ିଶାର ଲୋକ, ଜଗତର ନାଥ ଜଗନ୍ନାଥଙ୍କର ଲୋକ, ତେଣୁ ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ, କେଉଁ ଭାବରେ ଆମେ ସହଜ ଭାବରେ ବୁଝିପାରିବା ସେ ବିଷୟରେ ଚେଷ୍ଟିତ ହେବା। ସେ ସାଂସ୍କ୍ରିଟ ଶବ୍ଦର ଅର୍ଥ କଣ? ଆମେ ତ କୌଣସି ବିଦ୍ୟାଳୟକୁ ଯାଉନେ ନା ପାଠ ପଢିବାକୁ, ଘରେ ରହି ଆମର ପଖାଳ ଭିତରେ ଆମେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା। ଭଗବାନଙ୍କର ଯୋଉ ଦ୍ୱାପରରେ ଆସିଥିଲେ କୃଷ୍ଣ, ଜଗତର ନାଥ ଜଗନ୍ନାଥ କଳିଯୁଗରେ ଅବତୀର୍ଣ୍ଣ ହେଲେ, ଏସବୁ ତାଙ୍କରି କଥା, ତାଙ୍କରି ମୁଖ ନିସୃତ ବାଣୀ। ଆସନ୍ତୁ ଭିତରକୁ ଯିବା। କଣ ଲେଖା ଅଛି ନା ବାହ୍ୟ ସ୍ପର୍ଶେ ସ୍ୱଶକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ ସୁଖଂ ସ ବ୍ରହ୍ମ ଯୋଗ ଯୁକ୍ତାତ୍ମା ସୁଖଂ କ୍ଷୟମସ୍ମୃତେ। ବାହ୍ୟ ବିଷୟରେ ଅନାସକ୍ତ ଅନ୍ତଃକରଣ ବିଶିଷ୍ଟ ସାଧକ ଆତ୍ମାରେ ଯେଉଁ ଧ୍ୟାନ ଜନିତ ସାତ୍ବିକ ଆନନ୍ଦ ରହିଛି ତାହା ପ୍ରାପ୍ତ ହୁଅନ୍ତି। ତାପରେ ସେ ସଚ୍ଚିଦାନନ୍ଦ ଘନ ପରମ ବ୍ରହ୍ମ ପରମାତ୍ମାଙ୍କ ଧ୍ୟାନ ରୂପକ ଯୋଗରେ ଅଭିନ୍ନ ଭାବରେ ଅବସ୍ଥିତ ହୋଇଥିବା ପୁରୁଷ ଅକ୍ଷୟ ଆନନ୍ଦ ଅନୁଭବ କରନ୍ତି। ତେଣୁ ଯାହାବି ପୂର୍ବ ଅଧ୍ୟାୟରେ ଆପଣମାନେ ଶୁଣିଥିଲେ, ଜପ ଧ୍ୟାନ ବିନା ସତ୍କର୍ମ, ଜପ ଧ୍ୟାନ ଆଉ ସତ୍କର୍ମ, ଏସବୁ ଭିତରେ ଗୋଟେ ସାଧକ ଚାଲିଥାଏ। କାହିଁକି ନା ସେ ଭଗବତ ପ୍ରେମ ରୂପକ ଆନନ୍ଦକୁ ପ୍ରାପ୍ତ ହୋଇଥାଏ। ଗୋଟେ ଅଛି ନା ରୂପ ଧ୍ୟାନ। କେମିତି ନା ବର୍ତ୍ତମାନ ଆମେ ବାପା କହିଲା ବେଳକୁ ବାପାଙ୍କର ଚେହେରାଟି ଆଖି ଆଗରେ ପହଞ୍ଚି ଯାଉଛି, ମା କହିଲା ବେଳକୁ ଚେହେରାଟି ଆଖି ଆଗରେ ନାଚି ଉଠୁଛି ବା ମନରେ କେହି ଉଠୁଛି। ତ ସେଇଭଳି ଭାବରେ ଆମେ ଯାହାକୁ ଆମେ କଥା ମନେ ପକଉଛେ, ଯେକୌଣସି ବ୍ୟକ୍ତି ବିଶେଷଙ୍କ କଥା, ଆମର ତାଙ୍କର ସର୍ବପ୍ରଥମେ ଚେହେରାଟା ପଳେଇ ଆସେ।
ତାପରେ ଆରେ ହେ ମୁଁ ସେଦିନ ସେ ଲୋକଟିକୁ ଦେଖିଥିଲି, ତାଙ୍କ ନାଁଟା ତ କଣ ମନେ ପଡୁନି, ଜିଭ ଘରେ ଅଛି, ପ୍ରାୟ ଲୋକ କୁହନ୍ତି। ସେମିତି କଣ ନା ଯେତେବେଳେ କୃଷ୍ଣ ନାଁଟା ତ କଷ୍ଟିକିଆଟେ ଅଛି, ରାମ ସହଜ, କୃଷ୍ଣ ଅଙ୍କୁଶ ଅଛି ଟିକେ କଷ୍ଟିକିଆ। ଦେଖିବେ ଛୋଟ ଛୁଆଙ୍କୁ ପଚାରିବେ, ଛୋଟ ଛୁଆ ରାମ କହିଦେବେ ଭୁସ୍କିନି, କିନ୍ତୁ କୃଷ୍ଣ କହିପାରିବେନି। ତେଣୁ କୃଷ୍ଣ ଅକ୍ଷର ଟିକେ କଷ୍ଟ, ଅଙ୍କୁଶ ସେଥିରେ ଅଛି। କଣ ହେଇଛି ନା ଯେତେବେଳେ ଆମର କୃଷ୍ଣଙ୍କ ନାମ ଆମେ ଉଚ୍ଚାରଣ କରୁଛେ, ତା ପୂର୍ବରୁ ଆମର କୃଷ୍ଣଙ୍କର ରୂପ ଧ୍ୟାନ ଆସିଯିବା ଦରକାର। ରାମ କହିବା ପୂର୍ବରୁ ରାମଙ୍କର ରୂପ ଧ୍ୟାନ ଆସିଯିବା ଦରକାର। ଜଗନ୍ନାଥ କହିଲା ବେଳେ ଯେମିତି ଜଗନ୍ନାଥ ଆମ ଆଖି ଆଗରେ ଦି ବାହୁ ତୋଳିକିରି ଦି ଭୁଜକୁ ଆଲିଙ୍ଗନ ମୁଦ୍ରାରେ ଯେମିତି ପ୍ରଭୁ ଅଛନ୍ତି, ସେଇ ସ୍ୱରୂପ ଆସିବା ଦରକାର। ତାଙ୍କର ସେଇ ନାଲି ଅଧରର ହସ ଟିକକ ଦେଖି ଉଠିବା ଦରକାର ଆମ ମାନସ ପଟରେ। କିନ୍ତୁ ଯେଉଁ ଯୋଗୀ ପୁରୁଷ ମାନେ, ଯେଉଁମାନେ କଣ ବାହ୍ୟ ବିଷୟରେ ଅନାସକ୍ତ, ଆମେ ତ ଖାଇବା ତ ଅଛି ଖାଇବା, ପିଇବା ତ ଅଛି ପିଇବା, ଶୋଇବା, ଏତେ ସବୁ କର୍ମ ଚାଲିବ, କିନ୍ତୁ ତା ଭିତରେ କଣ କରେ ନା ସେ ଧ୍ୟାନ କରେ ଭଗବାନଙ୍କର ସେ ସ୍ୱରୂପକୁ ଧ୍ୟାନ କରି, ପରମାନନ୍ଦଙ୍କର ସ୍ୱରୂପକୁ ଧ୍ୟାନ କରି, ସେ କଣ ହୁଏ ନା ଗୋଟେ ଆନନ୍ଦ ଅନୁଭବ କରେ। ତେଣୁ ସେ ପୁରୁଷ କଣ ନା ସଚ୍ଚିଦାନନ୍ଦ ଘନ ପରମ ବ୍ରହ୍ମଙ୍କୁ ସେ ଧ୍ୟାନ ଭିତରେ ଦେଖିକିରି ସନ୍ତୁଷ୍ଟ ବା ଖୁସି ହେଇଥାଏ ବା ଆନନ୍ଦ ହେଇଥାଏ, ଯେଉଁ ଆନନ୍ଦ କି ଅବର୍ଣ୍ଣନୀୟ। ଆଉ କଣ ହେଇଛି ନା ଯେ ସ୍ପର୍ଶା ଭୋଗ ଦୁଃଖ ୟୋନୟ ବତେ ଆଦ୍ୟବନ୍ତ କନ୍ତୟନ ତେ ସୁରମତେ ବୁଧ। ଇନ୍ଦ୍ରିୟ ତଥା ବିଷୟ ମାନଙ୍କ ସଂଯୋଗରୁ ଯେଉଁ ସବୁ ଭୋଗ ଉତ୍ପନ୍ନ ହୁଅନ୍ତି, ସେ ସବୁ ବିଷୟ ପୁରୁଷ ମାନଙ୍କ ସୁଖ ରୂପେ ପ୍ରତୀତ ହେଉଥିଲେ ବି ଦୁଃଖର କାରଣ ଅଟେ, ତଥା ଆଦି ଅନ୍ତ ବିଶିଷ୍ଟ ଅର୍ଥାତ୍ ଅନିତ୍ୟ ଅଟେ। ହେ ଅର୍ଜୁନ, ତେଣୁ ବୁଦ୍ଧିମାନ ବିବେକୀ ପୁରୁଷ ସେଥିରେ ରତ ହୁଅନ୍ତୁ। ଆମେ ସଂସାରରେ ଅଛେ, ଆମ ସଂସାର ଆମ ଶରୀରକୁ ସୁଖ ଦେଲା ପରି ବିଷୟ ସବୁ ସଂସାରରୁ ହିଁ ମିଳିଥାଏ। କିନ୍ତୁ ଯେଉଁମାନେ ସଂଯୋଗୀ ବା ନିଜର ମନକୁ ସଂଯୋଗ କରିପାରୁଛନ୍ତି, ସଂଯମ କରିପାରୁଛନ୍ତି, କାହାକୁ ନା ଭଗବାନଙ୍କ ପାଖରେ ନ୍ୟସ୍ତ କରିଦେଇ, ସେଇଠି କଣ ହେଉଛି ନା ସେମାନେ ବାହ୍ୟ ସୁଖ ଭିତରେ ବିଶେଷ ଭାବରେ ଗୁରୁତ୍ୱ ଦିଅନ୍ତିନି ବା ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଆମେ ସାଂସାରିକ ଯେହେତୁ, ଆମକୁ କଣ କରୁନା ସେ ସବୁ ସୁଖ, ସେ ସବୁ ଜିନିଷକୁ ଆମେ ସୁଖ ବୋଲି ମନେ କରୁ। କିନ୍ତୁ ଯେଉଁମାନେ ଭଗବାନଙ୍କ ସହିତ ସଂଶ୍ଳିଷ୍ଟ ଧ୍ୟାନ ଯୋଗୀ, ସେ ଯାହାର ମନ ସବୁ ଭଗବାନଙ୍କ ନିରନ୍ତର ରହିଯାଏ, ସେ କଣ କରେ ନା ଏସବୁକୁ କିଛି ମନେ କରେ ନାହିଁ। କାହିଁକି ନା ଏସବୁ ପ୍ରକୃତିର ଜିନିଷ ଆସିବ ଯିବ, ଏସବୁ ଭାବି ସେ ଏଥିରେ ରତ ହୁଅନ୍ତିନି ବା ବିଷୟାସକ୍ତ ହୁଅନ୍ତି ନାହିଁ। ଆଉ କଣ କୁହନ୍ତି, ସକ୍ତି ହୈବ ଯଃ ଷୋଢ଼ ପ୍ରାକ୍ ଶରୀର ବିମୋକ୍ଷଣା କାମ କ୍ରୋଧାଦ୍ ଭବଂ ବେଗ ସଯୁକ୍ତ ସା ସୁଖୀ ନର। ଯେଉଁ ସାଧକ ଏହି ମନୁଷ୍ୟ ଶରୀର ନାଶ ହୋଇଯିବା ପୂର୍ବରୁ ହିଁ କାମ କ୍ରୋଧରୁ ଉତ୍ପନ୍ନ ହେଉଥିବା ବେଗ ସହିଯିବାକୁ ସମର୍ଥ ହୋଇଥାନ୍ତି, ସେହି ସାଧକ ପୁରୁଷ ଯୋଗୀ ବା ସେ ସୁଖୀ। ଆମକୁ ଶରୀରଟା ମିଳିଛି ଗୋଟେ, ଆମର ଅଛି କିଛି ବର୍ଷ ପାଇଁ। ଯେଉଁପରି ଭାବରେ ଆମେ ଗୋଟେ ମେଡିସିନ ସାଧାରଣତଃ ଦେଖିବା, ତା ଦେହରେ ଗୋଟେ ମ୍ୟାନୁଫ୍ୟାକ୍ଚରିଂ, ଗୋଟେ ଏକ୍ସପାୟରୀ ଡେଟ୍ ପଡିଥାଏ। ଆଉ କଣ ହୁଏ ନା ଇଏ କଣ କାମ କରିବ, ସେ ସବୁ ବିଷୟରେ ଥାଏ ତା ଭିତରେ ଆଗରୁ। ଆମେ ସେ ଜିନିଷଟା କିଣୁଛେ, ତାକୁ ୟୁଜ କରୁଛେ, ସେ ସେଇ ହିସାବରେ ଆମର କାର୍ଯ୍ୟ କରୁଛେ। କିନ୍ତୁ ଆମର ଯୋଉ ମାନବ ଶରୀର ପାଇଲେ ବା ଜୀବଟି କଣ ହୁଏ ନା କର୍ମଟା ତାକୁ ସ୍ୱାଧୀନତା ଦିଆଯାଏ। ତାର ଜନ୍ମ ମୃତ୍ୟୁ ନିର୍ଦ୍ଦିଷ୍ଟ ରଖାଯାଏ, କିନ୍ତୁ ତାର କର୍ମଟାକୁ ସ୍ୱାଧୀନତା ଦିଆଯାଏ। ସେ କର୍ମ ହିଁ କରିପାରିବ, କାହିଁକି ନା ତାର କର୍ମ ହିଁ ତାକୁ ସୁଖ ଦୁଃଖ ଭୋଗେଇବାରେ ସାହାଯ୍ୟ କରିବା, ସହାୟକ ହୁଏ। ଯଦି ସେ
ଅସତ୍ କର୍ମ କରେ, କୁକର୍ମ କରେ, ତାକୁ ତାର ଦଣ୍ଡ ସ୍ୱରୂପ ତାକୁ ସେଭଳି ଭାବରେ ମିଳେ। ଯିଏ ଭଲ କର୍ମ କଲା, ସତ୍କର୍ମ କଲା, ତାକୁ ବି ଗୋଟେ ପ୍ରକାର ମିଳେ। ଆଉ ଯିଏ ଭଗବାନ ସହିତ ମନକୁ ସଂଶ୍ଳିଷ୍ଟ କରିଥାଏ, ତାକୁ ବି ଗୋଟେ ପ୍ରକାର ସୁଖ ମିଳେ ବା ଆନନ୍ଦ ମିଳେ। ତେଣୁ ଯିଏ ଭାବି ନିଏ କି ମୋର ଶରୀରଟି ନାଶ ହୋଇଯିବା ପୂର୍ବରୁ ମୁଁ ଭଗବାନଙ୍କର ଶରଣରେ ଆସିବି, ସେଇ ପ୍ରଭୁଙ୍କର ପଦାରବିନ୍ଦକୁ ଧ୍ୟାନ କରିବି, ଏ ଯୋଉ କାମ କ୍ରୋଧରୁ ଦୂରେଇ ରହିବି, ସେ କଣ କରେ ନା ତାର ମନକୁ ସବୁବେଳେ ଭଗବାନ ପାଖରେ ସତ ଚେଷ୍ଟା ଲଗେଇ ଦେଇଥାଏ। ଲାଗୁ 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 ଧୀରେ ଧୀରେ ଲାଗି ଯାଇଥାଏ। ଆଉ ସିଏ କଣ ହୁଏ ନା ଏସବୁ ମାନେ ଏସବୁ ବିଷୟ ଭିତରେ ସେ ଆଉ କଣ ହୁଏ ନା ଆଉ ସାମିଲ ହେଇପାରେ ନାହିଁ, ବା ଏସବୁ ବିଷୟ ତାକୁ ଆଉ କୌଣସି ଭାବରେ କଷ୍ଟ ଦ୍ୱିଧା ଦିଏ ନାହିଁ, ବା ସେ ଆଉ ବିଷୟ ଭୋଗ ପ୍ରତି ଆକୃଷ୍ଟ ହୋଇପାରନ୍ତି। ସେତେବେଳେ ସେ ହିଁ ଗୋଟେ ପ୍ରକୃତ ଯୋଗୀ ବା ଗୋଟେ ସାଧକ ହେଇପାରିଥାଏ। ଆଉ ସେ ହିଁ ସବୁଠାରୁ ସୁଖୀ ଥାଏ। ଯେଉଁଭଳି ଭାବରେ ଯୋଗୀ ମାନଙ୍କ ଭିତରେ ମହାଯୋଗୀ ହେଉଛନ୍ତି ଆମର କିଏ? ଭଗବାନ ଶଙ୍କର ବା ଶିବ। ତେଣୁ ସିଏ କଣ ହନ୍ତି ନା ସେ ସଦା ସର୍ବଦା ସୁଖୀ, କାହିଁକି ନା ପ୍ରଭୁଙ୍କର ରାମ ନାମକୁ ସେ ଉଚ୍ଚାରଣ କରନ୍ତି ଅହର୍ନିଶ। ଆଉ ହଉଛି ଶ୍ଲୋକ ନମ୍ବର 24। ଯୋ ଅନ୍ତ ସୁଖ ଅନ୍ତରା ରାମସ୍ତଥା ଯଦି ରେ ଅଛ, ସହଯୋଗୀ ବ୍ରହ୍ମ ନିର୍ବାଣ ବ୍ରହ୍ମଭୂତୋଧିଗଚ୍ଛତି। ଯେଉଁ ପୁରୁଷ ବ୍ରହ୍ମ ଭିନ୍ନ ଅନ୍ୟ କିଛି ନାହିଁ ବୋଲି ନିଶ୍ଚୟ କରି ସର୍ବବ୍ୟାପୀ ଅନ୍ତରାତ୍ମାରେ ହିଁ ସୁଖ ଲାଭ କରନ୍ତି, ଆତ୍ମାରେ ରମଣ କରନ୍ତି, ଆତ୍ମାରେ ହିଁ ଜ୍ଞାନ ଲାଭ କରନ୍ତି, ସଚ୍ଚିଦାନନ୍ଦ ପରବ୍ରହ୍ମ ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ସଂଯୁକ୍ତ ହୋଇପାରନ୍ତି, ସେହି ସାଂଖ୍ୟ ଯୋଗୀ ଶାନ୍ତ ବ୍ରହ୍ମକୁ ହିଁ ପ୍ରାପ୍ତ ହୁଅନ୍ତି। ମାନେ ଯୋଉ କହନ୍ତିନି ଆତ୍ମାର ସମସ୍ତ ଜୀବସତ୍ତା ଭିତରେ ଅତ୍ର ତତ୍ର ସର୍ବତ୍ର ହରି ସମାନ, ଯେ ସମସ୍ତ ଭାବ ଯାହା ଭିତରେ ଅଛି, ଯେ ସବୁବେଳେ ସବୁ ଜାଗାରେ ସବୁ ସ୍ଥାନରେ ସମସ୍ତ ସତ୍ତା ଭିତରେ ଯିଏ ଭଗବାନଙ୍କର ସତ୍ତାକୁ ଅନୁଭବ କରେ, ଯିଏ ଧ୍ୟାନ ଭିତରେ ବି ପରମ ବ୍ରହ୍ମକୁ ଅନୁଭବ କରେ, ବାହ୍ୟରେ ବି ପ୍ରଭୁଙ୍କୁ ଅନୁଭବ କରେ, ସେ ଆତ୍ମିକ ସୁଖ ବା ଆତ୍ମାରେ ବି ପ୍ରଭୁଙ୍କୁ ସେ ଅନୁଭବ କରିପାରିଥାଏ। ଆଉ କଣ ହୁଏ ନା ତାର ମନ ସଦା ସର୍ବଦା ସେଇ ପ୍ରଭୁଙ୍କ ସହିତ ଲାଗି ଯାଇଥାଏ। ତାଙ୍କର ସେ ଚରଣାରବିନ୍ଦକୁ ଧ୍ୟାନ କରି ସେ ଆନନ୍ଦିତ ହେଉଥାଏ। ପରିଶେଷରେ ସେ କଣ କରେ ନା ସେଇ ସାଂଖ୍ୟ ଯୋଗୀ ପରମ ବ୍ରହ୍ମଙ୍କୁ ପ୍ରାପ୍ତ ହୋଇଥାଏ, ବା ଗୋଟେ ଶାନ୍ତ, ସେ ଶାନ୍ତ ପଡିଯାଇଥାଏ। ମାନେ କଣ ନା ତାର ମନ ଏସବୁ ଜିନିଷର ବିଷୟ ଭୋଗ ନ ଲାଗି ଭଗବାନ ସହିତ ସଂଯୁକ୍ତ ହେଇଯାଇଥାଏ। ତେଣୁ ମାନେ ଆମେ ବାହ୍ୟରେ ଆଭ୍ୟନ୍ତରରେ ମାନେ ଆଭ୍ୟନ୍ତର ମାନେ ଆଖି ବୁଝିଲେ ଧ୍ୟାନ ଆସିଗଲା, ଧ୍ୟାନର ସେ ରୂପ ଆସି ଯାଉଛି। ବାହାରେ ଆମେ ସର୍ବଭୂତରେ ହରିଙ୍କୁ ଆମେ ଦର୍ଶନ କରିପାରିବା। ସମତ୍ଵ ଭାବ ଯୋଉଟା କୁହନ୍ତି, ଶତ୍ରୁ ଭିତରେ ବି ଭଗବାନ, ମିତ୍ର ଭିତରେ ବି ଭଗବାନ, ତ ସବୁବେଳେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରୁଥାଏ। ସେ ସାଂଖ୍ୟ ଯୋଗୀ କଣ ପରମ ବ୍ରହ୍ମଙ୍କୁ ପ୍ରାପ୍ତ ହେଇଯାଇଥାଏ। ତେଣୁ ଆଜିର ଗୀତାଧ୍ୟାୟକୁ ଆମେ ମାନେ ଏଇଠି ବିଶ୍ରାମ ଦେବା। କାହିଁକି ନା ଜୀବନରେ ବହୁତ କିଛି ଆମକୁ ଆଗକୁ ଯିବାର ଅଛି, ଶିଖିବାର ଅଛି। ତେଣୁ କିଛି ଛୋଟ ଛୋଟ କଥା ଆମର ଦୈନନ୍ଦିନ ଜୀବନରେ ଆମର ଗୁରୁଦେବ ଗୋଟେ କୁହନ୍ତି, କିଛି ବୁଝ କି ନ ବୁଝ ତ ଟିକେ କାନରେ ପଡିଥାଉ ନା, କାହିଁକି କାନରେ ଟିକେ ହିଁ ପଡିବା ମାତ୍ରକେ ହିଁ ଜୀବ ଉଦ୍ଧାର ପ୍ରାପ୍ତ ହେଇଯାଇଥାଏ। ଯେମିତି ଆମର ଆପଣ ମାନେ ଶୁଣିଥିବେ ଗୀତା ପ୍ରେସ ଗୋରଖପୁରର ଗୋଟେ ଛୋଟ କଥା ଥିଲା କି ଗୀତା ପ୍ରଭାବରୁ ଡାହାଣୀ ପଳେଇଲା। ତ ଗୀତା ପ୍ରଭାବରୁ କଣ ଡାହାଣୀ ପଳେଇଲା ନା ଗୋଟେ ଲୋକ କଣ କରେ ନା ରାତିରେ ସେ ଅଛି ନା ଚୌକିଦାର ଅଛି, ସେ ଜଗେ। ଗୋଟେ ଯୋଉମାନଙ୍କର ଆତ୍ମ ତୃପ୍ତି ହେଇନଥାଏ, ସେ କଣ କୁହନ୍ତି ନା ସୈତାନ ବା ପ୍ରେତ ବା ଭୂତ ଯୋଉ କୁହନ୍ତି, ସେ ସେଇ ଯୋନିକୁ ପ୍ରାପ୍ତ ହେଇଥାନ୍ତି। ସେ କଣ ହେଲା
ନା ଏ ଚୌକିଦାର ସହିତ ସେ ପଳେଇ ଆସିଲା ଗୋଟେ ନାରୀ ରୂପରେ ଆସିକିରି ସବୁବେଳେ ସେ ତାର କଣ କଲା ନା ରାତିରେ ଶୋଇଲା ବେଳେ ମୁଁ ନିରାଶ୍ରୟ ଦୁଃଖିନୀ ଏମିତି ଭାବରେ ଅଭିନୟ କରି ତା ସହିତ ରହିଲା। ଆଉ ରାତିରେ କଣ କରେ ନା ସେ ତାର ରକ୍ତ ଧୀରେ ଧୀରେ ଶୋଷଣ କରେ। ସେମାନେ ପିଶାଚି ରକ୍ତ ଧୀରେ ଧୀରେ ଶୋଷଣ କରେ। ତ ଏଇଭଳି ଭାବରେ କଣ କରେ ନା ଧୀରେ ଧୀରେ ତାର ଶରୀରଟି ଦୁର୍ବଳ ହୋଇ ପଡିଲା। ସେ ଡକ୍ଟର ପାଖକୁ ଯାଇ ଦେଖେ କୌଣସି ପ୍ରତିକାର ମିଳେ ନାହିଁ। କିଛି ଦିନ ପରେ ଜଣେ ବୈଦ୍ୟରାଜଙ୍କ ପାଖକୁ ଗଲେ ଏଲୋପାଥିକରେ ଆଜ୍ଞା ସାଙ୍ଗେ ସାଙ୍ଗେ ଆୟୁର୍ବେଦିକ ଡକ୍ଟର ପାଖକୁ ପଳେଇଲେ, ଏଲୋପାଥିକରେ ଭଲ ହେଲାନି, ଆୟୁର୍ବେଦିକକୁ ପଳେଇଲେ। ତ ସିଏ କଣ କଲା ନା କିଛି ପାଉଡର ଦେଲା। ତାଙ୍କର ସବୁ ଥାଏ ନା ସବୁ ଚେରମୂଳିର ସବୁ ଜିନିଷ ସେ ସବୁ ଗୁଣ୍ଡ ହେଇକି ଥାଏ। ପାଉଡର କିଛି ଗୋଟେ କାଗଜରେ ପୁଡ଼ିଆ କରିକି ପୁରେଇ ଦେଲା। କହିଲା ନେ ଏଇଟା ସବୁଦିନ ରାତିରେ ଶୋଇଲା ବେଳକୁ ପାଣିରେ ଟିକେ ଅଧ ଗ୍ଲାସ ପାଣି ଗୋଳିକି ପିଇବ, ତମ ଦେହ ଭଲ ହେଇଯିବ। ସେଠୁ ବିଶ୍ୱାସରେ ଆଣିଲା। ଆଣିବା ଭିତରେ ସେଦିନ ଠାରୁ ସେ ଡାହାଣୀ ତା ପାଖକୁ ଆସେନି। ସେ ଡାହାଣୀ ବୋଲି କେମିତି ଜାଣିଲା ନା କହିଲା ଟିକେ ଲାଇଟ ଟା ବନ୍ଦ କରିଦିଅନ୍ତେନି, ମୋ ଦେହ ଭଲ ନାହିଁ। ସେ କଣ କଲା ନା ଡାହାଣୀ ତତ୍କ୍ଷଣାତ ସେଇ ବେଡ ଉପରେ ଥାଇକି ହାତଟା ବଢେଇ ଦେଲା, ସୁଇଚ ପାକୁ ବନ୍ଦ କରିଦେଲା। ତାପରେ ସେ ଭାବିଲା ଆଜି କଣ ମୋ ପାଖକୁ ତ ଆସୁନି। ଡାହାଣୀ ତାକୁ ଶେଷରେ କହୁଛି ତମେ ପୁଡ଼ିଆଟାକୁ ଫୋପାଡ଼ି ଦିଅ, ତାହେଲେ ମୁଁ ତମ ପାଖକୁ ଯିବି। ସେ ହେଲା ନାଇଁ ପୁଡ଼ିଆରେ ଗୋଟେ କଣ କିଛି ଅଛି। ଯେତେବେଳେ କାଢି ଦେଖିଛି ସେ ପୁଡ଼ିଆର ଯୋଉ କାଗଜ ପୁଡ଼ିଆରେ ତାକୁ ଦେଇଥିଲା ଔଷଧ, ତା ଦେହରେ ଗୀତାର କିଛି ଶ୍ଲୋକ ଲେଖା ଅଛି। ତେଣୁ ଆମ ଜାଣତରେ ହଉ ବା ଆମ ଅଜାଣତରେ ହଉ, ଯଦି ଆମେ ଗୀତାକୁ ଶୁଣୁଛେ ବା ପାଖରେ ଗୀତା ରଖିଛେ, ଆଜିକାଲି ଗୀତା ପ୍ରେସ ଗୋରଖପୁର ଯୋଉ ଟିକି ଟିକି ଗୀତା ଅଛି ପକେଟରେ ବି ରହିଯିବ। ଯଦି ଆମେ ଗୀତାକୁ ଆମର ଦୈନନ୍ଦିନ ଜୀବନରେ କାର୍ଯ୍ୟରେ ଲଗାଉଛେ, ତାର ପ୍ରତ୍ୟେକଟି ଶ୍ଲୋକ ଆମକୁ ହିଁ ରକ୍ଷା କରିଥାଏ। ଧର୍ମ ରକ୍ଷତି ରକ୍ଷତି, ଯେ ଧର୍ମକୁ ରକ୍ଷା କରେ ଧର୍ମ ତାର ହିଁ ରକ୍ଷା କରିଥାଏ। ତେଣୁ ଆମେ ଦୈନନ୍ଦିନ ଜୀବନରେ ଗୀତାଭ୍ୟାସ ଟିକେ ଟିକେ କରିବା। ଆଉ ପାରିଲେ ବି ଆମେ ଗୋଟିଏ ଗୋଟିଏ ଗୀତା ବି ପାଖରେ ରଖିବା। ଯେଉଁ ଗୀତାର ଗୋଟିଏ ଗୋଟିଏ ଶ୍ଲୋକ ହଉଛନ୍ତି ଭଗବାନ। ଭଗବାନଙ୍କର ମୁଖ ନିସୃତ ବାଣୀ ହିଁ ତା ଭିତରେ ହିଁ ଭଗବାନ ବିରାଜିତ। ତେଣୁ ଯେମିତି ଗୀତା ପ୍ରଭାବରୁ ଡାହାଣୀ ପଳଉଛି, ଯେଉଁମାନଙ୍କ ଘରେ ଗୀତା ଭାଗବତ ରହିଥାଏ ଆଉ ଭଗବାନଙ୍କର ଜନ୍ମ ବୃତ୍ତାନ୍ତ, ଇଏ ହଉଛନ୍ତି ଭଗବାନଙ୍କର ମୁଖ ନିସୃତ। ଏ ଦୁଇଟା ଜିନିଷ ଯେଉଁ ଘରେ ଥାଏ ସେ ଘରେ ଭୂତ ପିଶାଚ ବା କୌଣସି ଦୁଷ୍ଟ ଶକ୍ତି ଦୁଷ୍ଟ ଆତ୍ମାର କୌଣସି ଭାବରେ ପ୍ରଭାବ ପଡେ ନାହିଁ। ତେଣୁ ଆମର ଆତ୍ମିକ ଜୀବନ କଲ୍ୟାଣମୟ ହୁଏ। ତେଣୁ ଆସନ୍ତୁ ପ୍ରତ୍ୟେକଙ୍କ ଘରେ ଗୋଟିଏ ଗୋଟିଏ ଗୀତା ଭାଗବତ, ଯାହା ଘରେ ନାହିଁ ସେମାନେ କିଣିକିରି, ବଜାରରେ ତ ସବୁ ମିଳିଯାଉଛି ନା, ଆଣିକି ରଖନ୍ତୁ, ପାଠ କରନ୍ତୁ। ଦେଖିବେ ଦୈନନ୍ଦିନ ଜୀବନ ଆନନ୍ଦିତମୟ ହେବ। କାମ କ୍ରୋଧ ଲୋଭ ମୋହ ଭିତରେ ଆପଣମାନଙ୍କ ଭିତରେ ଅଛି, ମୋ ଭିତରେ ବି ଅଛି। କିନ୍ତୁ ଯେତିକି ସମୟ ଆମେ ଗୀତା ଭାଗବତ ପଢିବା, ସେତିକି ସମୟ 24 ଘଣ୍ଟା ଭିତରେ ସେତିକି ସମୟ ଆମେ ଆନନ୍ଦିତ ହେଇକି ରହିବା। ଆମର ଦୈନନ୍ଦିନ ଜୀବନ ପ୍ରଭୁଙ୍କର ଚରଣରେ ଆମେ ସମର୍ପଣ କରିଦେଇ ଆନନ୍ଦିତ ସୁଖ ଅନୁଭବ କରିବା। ସେଇ ପରମ ପୁରୁଷ ଭଗବାନ କୃଷ୍ଣଚନ୍ଦ୍ରଙ୍କର ଚରଣରେ କୋଟି କୋଟି ପ୍ରଣାମ ଜଣାଇବା। ଆମର ଦୈନନ୍ଦିନ ଜୀବନ ବା ଆପଣ ମାନଙ୍କର ଦୈନନ୍ଦିନ ଜୀବନ ସୁଖମୟ ହଉ, କଲ୍ୟାଣମୟ ହଉ। ବିମସ୍ୟାବିରଣ ଭଙ୍ଗମ ନିରବିମତି ବ୍ରହ୍ମ ଯଦି ଶୁଦ୍ଧଂ ଅଶୁଦ୍ଧଂ ବା ମମ ଦୋଷ ଅବିଦ୍ୟତେ। ଜୟ ଶ୍ରୀ ରାଧେଶ୍ୟାମ।